ଜଗନ୍ନାଥ ଭିଡ଼ିଓରେ ମକର ସଂକ୍ରାନ୍ତି ସମ୍ବନ୍ଧରେ ଜାଣିବା। ମକର ସଂକ୍ରାନ୍ତି କେବେ ପାଳନ କରାଯାଏ, କାହିଁକି ପାଳନ କରାଯାଏ ଏବଂ ଏହି ସଂକ୍ରାନ୍ତି କେଉଁ ରାଜ୍ୟରେ କେଉଁ ନାମରେ ପରିଚିତ ସେ ସମ୍ବନ୍ଧରେ ଏହି ଭିଡ଼ିଓରୁ ଜାଣିବା। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ପ୍ରତିବର୍ଷ ଜାନୁଆରୀ ମାସ 14 ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ସାରା ଭାରତ ବର୍ଷରେ ଏପରି ଏକ ପର୍ବ ରହିଛି ଯାହାକୁ ସମସ୍ତ ଭାରତବାସୀ ପାଳନ କରିଥାନ୍ତି। ସେଥିମଧ୍ୟରୁ ମକର ପର୍ବ ବା ମକର ସଂକ୍ରାନ୍ତି ଅନ୍ୟତମ। ଏହି ଦିନ ମକର ରାଶିଚକ୍ରର 10 ନମ୍ବର ରାଶିକୁ ସୂର୍ଯ୍ୟଦେବ ପ୍ରବେଶ ହୁଅନ୍ତି ଏବଂ ସେହି ଦିନ ପରଠାରୁ ହିଁ ସୂର୍ଯ୍ୟଙ୍କର ଗତିପଥ ପରିବର୍ତ୍ତିତ ହୋଇ ଉତ୍ତରାୟଣ ଗତି ହୋଇଥାନ୍ତି। ଏହି ଦିନ ସୂର୍ଯ୍ୟ ତଥା ଶିବଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହି ଦିନ ଉପବାସ କରି ସୂର୍ଯ୍ୟଙ୍କୁ ପୂଜା କରାଯାଏ ଏବଂ ଗରିବ ଲୋକଙ୍କୁ ଦାନ କଲେ ପୁଣ୍ୟଫଳ ମିଳିଥାଏ। ଲୋକମାନେ ନୂତନ ଅମଳ ଅରୁଆ ଚାଉଳ, ଗୁଡ଼, ନଡ଼ିଆ, ଛେନା ଆଦି ମକର ଭୋଗ ସୂର୍ଯ୍ୟଦେବଙ୍କୁ ପ୍ରଦାନ କରିଥାନ୍ତି। ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଣ ପ୍ରତିଯୋଗିତା କରାଯାଇଥାଏ। ମକର ସଂକ୍ରାନ୍ତି ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସୁଖ ଓ ଭାଇଚାରା ଭାବନା ବଢ଼ାଇବା। ଆମ ଦେଶ ଭାରତରେ 12 ମାସରେ 12ଟି ସଂକ୍ରାନ୍ତି ପାଳନ କରାଯାଏ। ସେଥିପାଇଁ ଆମ୍ଭେମାନେ ମଧ୍ୟ ପ୍ରତ୍ୟେକ ସଂକ୍ରାନ୍ତିକୁ ପାଳନ କରିବା ଉଚିତ। ମାଘ ମାସର ପ୍ରଥମ ଦିନକୁ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ। ଏହି ମକର ସଂକ୍ରାନ୍ତି ଦିନଠାରୁ ଦିନ ବଡ଼ ଓ ରାତି ଛୋଟ ହେବା ଆରମ୍ଭ ହୋଇଥାଏ। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ପ୍ରାପ୍ତ କରିଥାନ୍ତି। ଏହି ପର୍ବ ସାରା ଭାରତରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ମଧ୍ୟପ୍ରଦେଶରେ ମକର ପର୍ବ ଭାବରେ ମକର ସଂକ୍ରାନ୍ତିରେ ପାଳନ କରାଯାଇଥାଏ। ହିମାଚଳ ପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ଲୋହରୀ, ଦକ୍ଷିଣ ଭାରତରେ ପୋଙ୍ଗଲ, ଗୁଜରାଟ ଓ ରାଜସ୍ଥାନରେ ଉତ୍ତରାୟଣ, ତାମିଲନାଡୁରେ ପୋଙ୍ଗଲ ଫେଷ୍ଟିଭାଲ, ଆନ୍ଧ୍ରପ୍ରଦେଶ, କେରଳ ଓ କର୍ଣ୍ଣାଟକରେ ସଂକ୍ରାନ୍ତି ନାମରେ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ପରିବାରରେ ନୂଆ ଧାନର ଚାଉଳ, ନୂଆ ଗୁଡ଼ ସହିତ ଛେନା, କଦଳୀ ଇତ୍ୟାଦି ଚକଟି ମକର ଚାଉଳ ଭୋଗ ପ୍ରସ୍ତୁତ କରାଯାଇଥାଏ। ଏହି ଭୋଗ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବା ପରେ ସମସ୍ତଙ୍କୁ ଦିଆଯାଇଥାଏ। ଏହି ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି। ସେଥିପାଇଁ ସମସ୍ତେ ଗୁଡ଼ି ଉଡ଼ାଇବାର ମଜା ନିଅନ୍ତି। ମକର ସଂକ୍ରାନ୍ତି ପ୍ରାୟତଃ ସାରା ଦେଶରେ ପାଳନ କରାଯାଇଥାଏ। ଏହି ଦିନ ସୂର୍ଯ୍ୟଙ୍କୁ ପୂଜା କଲେ ଶାରୀରିକ, ଭୌତିକ ଓ ମାନସିକ ମୁକ୍ତି ମିଳେ। ମକର ସଂକ୍ରାନ୍ତି ଦିନ ବସ୍ତ୍ର ଦାନ କଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ଏହି ମକର ସଂକ୍ରାନ୍ତି ଦିନ ସାମାଜିକ ଜୀବନରେ ସୁଖ ଓ ସମୃଦ୍ଧି ଭରିବା ସହିତ ନିଜ ନିଜ ଭିତରେ ଭଲ ପାଇବା ଆଣିଥାଏ। ସାରା ଓଡ଼ିଶାରେ ମକର ସଂକ୍ରାନ୍ତି ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ବିଶେଷ ଭାବରେ ଗଞ୍ଜାମ, ଗଜପତି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାମାନଙ୍କରେ ଏହି ମକର ପର୍ବ ପ୍ରାୟତଃ 3 ଦିନ ଧରି ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। ସଂକ୍ରାନ୍ତି ଦିନ ତଥା ଏହାର ପୂର୍ବବର୍ତ୍ତୀ ଦିନ ଏବଂ ପରଦିନ ଅର୍ଥାତ୍ ସଂକ୍ରାନ୍ତି ପରଦିନ ଏହି 3 ଦିନ ଘରର ସମସ୍ତ ସଦସ୍ୟ ନୂଆ ଲୁଗା ପିନ୍ଧି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ସାରା ପରିବାରର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥାନ୍ତି।
ଘରେ ବିଭିନ୍ନ ପ୍ରକାର ପିଠାପଣା କରି ମକର ଚାଉଳ ପ୍ରସ୍ତୁତ କରି ଭୋଗ ଲାଗି କରାଯାଇଥାଏ।